କଦଳୀ ପାକଳ ହେଇଲାଣି କିନ୍ତୁ କଦଳୀ ପାକଳ ହେଇଯାଇଲି ବାବା କହୁଛନ୍ତି। ପାଟ ଉପରେ କଦଳୀ ହଁ ଆଉ ବାଲି କପି ସାଇଜର। ଓହୋ ବାଲି କପି ସାଇଜର ଯଦି ହଁ ଯାଇଥିଲେ ବାବା ଯୋଉ ଯିବ ଭୋଗ ଭଲ ହେଇଗଲେ ହଁ ଯିବ ବାଲି କପିରେ ଭୋଗ ହବାକୁ। ଓହୋ ତମର ଦୋଳି ବନ୍ଧା ହେଇଥାନ୍ତା କୋଉଠି କହୁଥିଲ? ହଁ ଏଇଠି ବନ୍ଧା ହେଇଥାନ୍ତା ଯେ ସଫା ହେଇନି। ସଫାସଫି କଲେନି? ହେଇନି ହବ ଆଉ। ଆସୁନ ତମେ ସଫା କରିଛ ମୁଁ ଛିଡ଼ା ହେବି। ଆଉ 2 ଦିନ ଅଛି ବା। ଆଉ ସଫାସଫି କରିଦେଲେ ଏଗୁଡ଼ାକ ଏବେ ବାରିପଟ ଥଣ୍ଡା ଲାଗୁଛି ବୋଲି ବାବା ଆସିଛନ୍ତି ବାରିପଟକୁ। ବାରିପଟ କେତେ ଜୋରରେ ପବନ ବି ହେଉଛି ଆଜି। ପବନ ଅଛି। ହଁ ଦେଖନ୍ତୁ ବାବା ତ ଏଠି ବସିଛନ୍ତି। ଏଠି ଯେଉଁ ଘାସ ହେରିକା ସବୁ ଅଛି ଆକୁ ସବୁ ଉପଡ଼ା ହବ ଆଉ ଯେଉଁ ଅଛି ଆଉ ନା। ଆୟୁଷ ଏବେ ତାଙ୍କ ପାଇଁ ଦୋଳି ବନ୍ଧା ହେବ ବୋଲି ସେ ଘାସ ଉପାଡ଼ିଲଣି ଆଉ ପରିଷ୍କାର କରୁଛନ୍ତି। ରଜ ପାଇଁ ଦୋଳି ବନ୍ଧା ହେବ ତ ଘାସ ଉପାଡ଼ି ଆଉ ସବୁ ଘାସ ଉପାଡ଼ିକି ଗୋଟେ ରଖ ତ ଗାଈ ଆଗରେ ପକେଇବା। ତ ଗାଈ ଆଗରେ ପକେଇବା। ଘାସ ଉପାଡ଼ି ଦିଅ। ଘାସ ଉପାଡ଼ିକି ତାକୁ ସଫା କରିଦେଲେ ଦୋଳି ବାନ୍ଧିବାକୁ ହେବ। ଗୋଟେ ବାଉଁଶ ପୋତା ହେବ ସେ ଗଛକୁ। ଏ ଗଛ ଗୋଟେ ବାଉଁଶ ବନ୍ଧା ହେବ ବଡ଼ ବାଉଁଶ। ଏଇ ଗଛକୁ ସେ ଗଛ ବାଉଁଶ ବନ୍ଧା ହେବ। ବନ୍ଧା ହେଇକିରି ମମି ଗଦି କଡ଼ା ହେଉଛି। ଓହୋ କେତେ ଅଳନ୍ଦ ଲାଗିଥିବ ଆଉ। ଦେଖନ୍ତୁ ଏବେ ତ ଝଡ଼ା ହେଉଛି। କେତେ ଜରି ତା ଦେହରୁ। ହଁ ଫୋପାଡ଼ି ଦେବା ଦିଅ ତୁ। ଏବେ ଖଟ ଉପରେ ଓଳିଆ ହେଉଛି ଝଡ଼ାଝଡ଼ି। ଦେଖନ୍ତୁ ମା ଏଠି ପାନ ଭାଙ୍ଗୁଛି ବସିକି। ମା ପାନ ଭାଙ୍ଗୁଛୁ? ଓହୋ ଦେଖନ୍ତୁ ମା ଏବେ ପାନ ଭାଙ୍ଗୁଛି। ସେଟା ପାନ ଅଛି ଏଠି ପାନ ଅଛି ଆଉ। ହଁ ନା କୋଉଠି ବାହାରିଲା? ଏ ଯିବୁ ଟିକେ ଏଇଠିକି ଆଉ। କୁଆଡ଼େ ଯିବ କହିବନି ଟି? ନା କହିବନି? ନା ସେଠି ଗଲେ ପହଞ୍ଚିଲେ ଜାଣିପାରିବେ। ପହଞ୍ଚିଲେ ଜାଣିବୁ? ହଉ ତାହେଲେ। ଆୟୁଷ କୁଆଡ଼େ ଯାଉଛନ୍ତି କହିଲେନି। କହିଲେ ମୁଁ ସେଠି ପହଞ୍ଚିଲେ କହିବି। ହଉ ଦେଖୁନ ଆମର ଏଠି ମହାବୀର ବସିଛନ୍ତି। ସେପଟେ ତ ମଙ୍ଗଳା ପଡ଼େ ଶୋଇପଡ଼ିଛନ୍ତି ସେଠି। ମାରି ନଥିଲେ ଆୟୁଷ ପହଞ୍ଚିଗଲେ ଏବେ ଆସିକିରି ଯୋଉଠିକି ଆସିଛନ୍ତି ସିଏ। ଓ କି ପବନ। ବହୁତ ବଢ଼ିଆ ଲାଗୁଛି ଏଠି ନା ଥଣ୍ଡା ହେଇକି। ଗଛଟା ବି ଅଛି ଏଠି ନା। ଆୟୁଷ ଆସିଲେ ଏଠି ଭିଡ଼ିଓ କରିବା ପାଇଁ ଆସିଛନ୍ତି ଆୟୁଷ। ଦେଖନ୍ତୁ ଏଇ ଗଛରେ ଚଢ଼ନି ଗଛରେ ଚଢ଼ନି। ସରି ତଳକୁ। ସମସ୍ତେ ଦେଖନ୍ତୁ ଆମେ ଏବେ ଆସିଥିଲୁ ରିଲ୍ସ କରିବାକୁ। ଏବେ ରିଲ୍ସ ସରିଲା। ଏବେ ଆମେ ଘରକୁ ଯାଉଛୁ। ଏଠି ବୁଲ ଆସିକି ଖରା ହଉଛି କି? କେଡ଼େ ଜୋରେ ଖରା ହଉଛି ବା। ଖରା ହଉଛି ବହୁତ ଜୋରେ। ଖରା ହଉଛି ବରଗଛ ଛାଇଟା ତ ବହୁତ ବଢ଼ିଆ ଲାଗୁଛି ପବନ। ମୋର ବା ମନେ ନାହିଁ କୋଉଠୁ ଆଣା। ଆୟୁଷର ଗୋଡ଼ ମାଡ଼ ହେଇଯାଇଛି କେଡ଼େ ଜୋରେ ଫୁଲିଛି ଦେଖନ୍ତୁ। ତମେ କ'ଣ କରିବ ବରବ? ମୋର କୁରାଡ଼ି ବାରମ୍ବାର ମନା ହେଉଛି ତ ହାଣାହାଣି କରନି। ଆଜି ଦୋଳିରେ ଲାଗିଥିବ ଆଉ। ଦୋଳିରେ ସେ ପକେଇଲା ଡୋରି ଲାଗିଥିବ ଆଉ। ସେଇଦିନ ସେଇଦିନ ଗର୍ବ ମନା କରୁଛି ସେଦିନ ନୁହଁ ବାରମ୍ବାର କି ମନା କରୁଛି। ଆୟୁଷର ବି ମାଡ଼ ହେଇଯାଇଛି ପୁରା ଏଠି। ଆୟୁଷର ଦେଖୁନ କେତେ ବଡ଼ ଫୁଲିଛି ଏଠି ଗୋଡ଼ଟା। ହାତ ଗଲ ଏଇ ଜାଗାଟା ଏତେ ଜୋର ଦର୍ଜ ହେଇଛି। ହଁ ବା ଘଷି ବରଫ ଘଷି ଭଲ
ଆରେ କାଢ଼ିକି ଘଷୁନୁ ତା ଦେହରେ କାଟୁଛି। ଘଷିଲେ ସିନା ଟିକେ ଭଲ ହବ। ଏମିତି ହେଲେ କେମିତି ହବ? ଆଁ କିଛି ହବନି, ଘଷିଲେ ସିନା କମିଯିବ। ଆଉ ଟିକେ ନା ଘଷିଲେ କ'ଣ ହବ? ଆୟୁଷର ଦେଖନ୍ତୁ ପିଲାବେଳେ ସାଇକେଲ ଗୋଡ଼ରେ ପଶିଯାଇଥିଲା, ମାନେ ଗୋଡ଼ଟା ସାଇକେଲରେ ପଶିଯାଇଥିଲା। ଦେଖନ୍ତୁ ଏଇଟା ସବୁ ସିଲେଇ ହେଇଛି। ଦେଖନ୍ତୁ ମାନେ ଏଇଠୁ ମାନେ ଏଯାଙ୍କେ ପୁରା ସିଲେଇ ହେଇଛି। ଏପଟଟା ଦେଖନ୍ତୁ ବେଶୀ ଜଣାପଡ଼ୁଛି। ଦେଖନ୍ତୁ ଏପଟଟା ବେଶୀ ଜଣାପଡ଼ୁଛି। ଦେଖନ୍ତୁ କେମିତି ସିଲେଇ ହେଇଛି। ମାନେ ସାଇକେଲରେ ପଶିକି ମାନେ ଏଇଠୁ ମାନେ ଏତକ ନଥିଲା, ମାନେ ଏଇ ଜାଗାଟା ଏମିତି ଖୋଳ ବି ପୁରା ଓହଳି ପଡ଼ିଥିଲା। ମାନେ ଏଇଭଳିଆ ଭାବରେ ଏତକ ଅଛି ସବୁ ଷ୍ଟିଚ୍ ପଡ଼ିଥିଲା। ଚାରିପଟ ଯାଇକି ଗୋଡ଼ରେ ମାନେ ଷ୍ଟିଚ୍ ପଡ଼ିଥିଲା। ଆୟୁଷର ବହୁତ ପିଲାବେଳେ ବହୁତ ଇଏ ହେଇଛି। ସେଇ ଗୋଡ଼ ହିଁ ପୁଣି ମାଡ଼ ହେଇଯାଇଛି ଏଇଠି। ରହି ସେମିତି ହେଲେ କେମିତି ହବ? ଏ ଭଗବାନ, ସେ କ'ଣ ହେଉଛି? ରହିଲେ ସେ ଗେଟାଟା ଯେଉଁ ହେଇଛି ସେ ପୁଣି କମିବ ନା ନାହିଁ? କେଡ଼େ ବଡ଼ ଗେଟା ହେଇଛି ଦେଖୁନ, କେଡ଼େ ବଡ଼ ଗେଟା ହେଇଛି। ସେ କ'ଣ ମାଡ଼ ହେଇଛି? ଆଉ ବ୍ୟାଟ୍ ମାଡ଼ ହେଇଥିବ, ବଲ୍ ନୁହଁ। କିଛି ମନ ନାହିଁ, ଖେଳ ହେଉଛି ମନ ନାହିଁ ତାଙ୍କର।